ମାୟା ଆନନ୍ଦ ପାଖରେ ବସି କହିବେ, ଆନନ୍ଦ, ଏସବୁ ଆଉ ମୋ ପାପର ସଜା ନୁହେଁ ତ? ମୁଁ କେବେ ବି ପଲ୍ଲବୀକୁ ଆଉ ତମକୁ ଭଲରେ ଟ୍ରିଟ୍ କରିନି, କେବେ ବି ତମ କଥା ମାନିନି ଆନନ୍ଦ। ଯେତେବେଳେ ମୋ ମନକୁ ଯାହା ଆସିଛି ମୁଁ କରିଛି, ସେଇଥିପାଇଁ ମୋତେ ଏତେ ବଡ଼ ସଜା ଦିଅନି ଆନନ୍ଦ। ତମେ ଜଲ୍ଦି ଭଲ ହେଇଯାଅ, ପ୍ଲିଜ୍ ଆନନ୍ଦ, ଜଲ୍ଦି ଭଲ ହେଇଯାଅ। ତମର ଆଉ ଆଦର୍ଶର ଦେହ ଭଲ ହେଇଯାଉ, ସେଥିପାଇଁ ମୁଁ କିଛି ବି କରିବାକୁ ପ୍ରସ୍ତୁତ ଅଛି। ତାପରେ ରୂପସା ଆସି କହିବେ, ଆପଣଙ୍କୁ କିଛି ବି ଏପଟେ ସେପଟେ କରିବା ଦରକାର ନାହିଁ ଆଣ୍ଟି, ମୁଁ ଅଛି ନା। ମୁଁ ଏବେ ସବୁ କିଛି ପେ କରିବା ପାଇଁ ରାଜି ଅଛି। ସର୍ଜରୀ, ଟ୍ରିଟମେଣ୍ଟ, ମେଡ଼ିସିନ ବିଲ୍ ଆଉ ଡକ୍ଟରଙ୍କ ଫିସ୍ ସବୁ କିଛି। ପୁଣି ପାଖକୁ ଯାଇ ବସିକି କହିବେ, ମୁଁ ଜାଣେ ଆଣ୍ଟି, ଆପଣ ମୋତେ ପସନ୍ଦ କରନ୍ତିନି, କିନ୍ତୁ ଆପଣ ମୋ ବିଷୟରେ ଯାହା ବି ଭାବନ୍ତୁ, ଅତୀତରେ ମୋ ପ୍ରତି ଯାହା ବି ଖରାପ ବିହେଭ୍ କରିଥାନ୍ତୁ ନା କାହିଁକି, ଆପଣଙ୍କ ପ୍ରତି ମୋ ମନରେ ଯଥେଷ୍ଟ ଭଲ ପାଇବା ଆଉ ସମ୍ମାନ ଅଛି। ମୁଁ ଆପଣଙ୍କୁ ଅନେକ ଥର କହିଛି, ଆପଣ ମୋ ଆଇଡିଆଲ, ମୁଁ ଆପଣଙ୍କ ପରି ହେବାକୁ ଚାହେଁ। କିନ୍ତୁ ଆପଣ ଆପଣଙ୍କ ପରିବାର ମୋତେ ଟ୍ରାସ୍ ଭଳି ୟୁଜ୍ କରନ୍ତି। କିନ୍ତୁ ତାପରେ ବି ମୁଁ ଆପଣଙ୍କୁ ହେଲ୍ପ କରିବାକୁ ରାଜି ଅଛି ଆଣ୍ଟି, କାରଣ ମୁଁ ଆଦର୍ଶକୁ ଭଲ ପାଏ ଆଉ ଆପଣଙ୍କୁ ବି। ଥରେ ଭାବନ୍ତୁ ଆଣ୍ଟି, ଆପଣଙ୍କ ମନରେ ମୋ ପାଇଁ ଯେଉଁ ଘୃଣା ଅଛି, ସେ କ'ଣ ଆପଣଙ୍କ ମନରେ ଥିବା ଆନନ୍ଦ ଅଙ୍କଲ ଆଉ ଆଦର୍ଶଙ୍କ ପ୍ରତି ଥିବା ଭଲ ପାଇବା ଠାରୁ ବି ଅଧିକ? ଆଣ୍ଟି, ମୋ ପାଇଁ ଆପଣଙ୍କ ମନରେ ଥିବା ଘୃଣା ତା ଜାଗାରେ, ଆଉ ଆନନ୍ଦ ଅଙ୍କଲ ଆଉ ଆଦର୍ଶଙ୍କ ଜୀବନ ତା ଜାଗାରେ। ମୋ ପ୍ରତି ଆପଣଙ୍କ ମନରେ ଥିବା ଘୃଣା ଆଉ ରାଗ ଯୋଗୁଁ ଆପଣ ସେ ଦି ଜଣଙ୍କୁ ହରେଇ ଦିଅନ୍ତୁନି। ଆପଣଙ୍କ ପାଖରେ ସମୟ ବହୁତ କମ୍ ଆଣ୍ଟି, ପ୍ଲିଜ୍। ତାପରେ ମାୟା ଡକ୍ଟର କହିଥିବା କଥା ମନେ ପକେଇବେ ଆଉ କହିବେ, ଠିକ୍ ଅଛି, ଆନନ୍ଦ ଆଉ ଆଦର୍ଶଙ୍କ ଜୀବନ ବଞ୍ଚେଇବା ପାଇଁ ମୁଁ ତୋ ସର୍ତ୍ତରେ ରାଜି ଅଛି। କିନ୍ତୁ ପଲ୍ଲବୀ ଆଦର୍ଶକୁ ଡିଭୋର୍ସ ଦେଇକି ଯିବ କି ନାହିଁ, ସେଇଟା ତା ନିଷ୍ପତ୍ତି ଉପରେ ନିର୍ଭର କରେ। ସେଇଥିପାଇଁ ତୁ ତା ସାଙ୍ଗରେ ଯାଇକି କଥା ହେବୁ। ସେଇ ମ୍ୟାଟରରେ ମୁଁ ତୋତେ କିଛି ବି ସାହାଯ୍ୟ କରିପାରିବିନି। ଏହାପରେ ରୂପସା କହିବେ, ଠିକ୍ ଅଛି, ମୁଁ ପଲ୍ଲବୀ ସହିତ କଥା ହେବି। ତାପରେ ସେଠାରୁ ରୂପସା ଚାଲିଯିବେ। ତାପରେ ମମତା ମାୟାକୁ କହିବେ, ଦିଦି, ତମେ ରୂପସା ସର୍ତ୍ତରେ କାହିଁକି ରାଜି ହେଇଗଲ? ଏହାପରେ ମାୟା କହିବେ, ମମତା, ଯଦି ଆନନ୍ଦ ଆଉ ଆଦର୍ଶଙ୍କ ଟ୍ରିଟମେଣ୍ଟ ପାଇଁ ତମ ପାଖରେ କିଛି ବି ରାସ୍ତା ଅଛି, ତାହେଲେ ମୋତେ କୁହ, ମୁଁ ରୂପସାକୁ ମନା କରିଦେବି। ଆଉ ଏପଟେ ପଲ୍ଲବୀ ପାଖକୁ ରୂପସା ଆସି କହିବେ, ମୋତେ ବି ଦୁଃଖ ଲାଗୁଛି ପଲ୍ଲବୀ, ଆଦର୍ଶଙ୍କ ଏ ଅବସ୍ଥା ଦେଖି, କାରଣ ମୁଁ ଜାଣିଛି ତୁ ରାଜି ହେବୁନି, କିନ୍ତୁ ତୁ ଭଲ ଭାବରେ ଜାଣିଛୁ ଆଇ ଲଭ୍ ଆଦର୍ଶ। ତୋତେ ବାହା ହେବା ଆଗରୁ ଆଦର୍ଶ ମୋ ପ୍ରେମ ଥିଲେ। ଆମ ଦି ଜଣଙ୍କ ବାହାଘର ପାଇଁ ସବୁ କିଛି ଠିକ୍ ହେଇ ସାରିଥିଲା। ଠିକ୍ ହେଇ ସାରିଥିଲା କ'ଣ, ଅଲରେଡି ଆମ ବାହାଘର ବି ସରି ଯାଇଥିଲା। ପଲ୍ଲବୀ, ଆଦର୍ଶ ଯଦି ମୋ ସ୍ୱାମୀ ହେଇଥାନ୍ତେ, ତାହେଲେ ତାଙ୍କୁ ବଞ୍ଚେଇବା ପାଇଁ ମୁଁ କିଛି ବି କରିଥାନ୍ତି। ଏଣ୍ଡ ଆଇ ଏମ୍ ସିଓର ତୁ ବି ତ ପ୍ରାଣପଣେ ଚେଷ୍ଟା କରି ସାରିବୁଣି। ସୋ କ'ଣ କିଛି ଆରେଞ୍ଜ କରିପାରିଲୁ? ନାଇଁ ନା, କିଛି ବି ଆରେଞ୍ଜ କରିପାରିଲୁନି ନା? ମୁଁ ଏବେ ଏବେ ମାୟା ଆଣ୍ଟିଙ୍କ ସହ ଦେଖା ହେଇ ଆସୁଛି। ସିଏ ବି ମୋ ସର୍ତ୍ତରେ ରାଜି ଅଛନ୍ତି। ମାୟା ଆଣ୍ଟିଙ୍କ ପରମିଶନ ପରେ ମୋତେ ଆଉ କାହାରି ପରମିଶନ ଦରକାର ନାହିଁ। ଗୋଟାଏ ସେକେଣ୍ଡରେ ମୁଁ ତୋତେ ଆଦର୍ଶ ଜୀବନରୁ ବାହାର କରିଦେଇ ପାରିବି। କିନ୍ତୁ ମୁଁ ଜାଣିଛି ତୁ ଚୁପ୍ ହେଇ ବସିବୁନି। ସାରା ଜୀବନ ତୁ ମୋତେ ହଇରାଣ କରିବୁ। ସେଇଥିପାଇଁ ମୋ ସର୍ତ୍ତରେ ରାଜି ହେଇଯା ପଲ୍ଲବୀ। ଆମ ଦି ଜଣଙ୍କ ଜୀବନରୁ ସବୁଦିନ ପାଇଁ ଚାଲିଯା। ସବୁଦିନ ପାଇଁ ଆଦର୍ଶଙ୍କ ଜୀବନରୁ ଚାଲିଯା ତୁ। ସାଇନ୍ କରିଦେ ଡିଭୋର୍ସ ପେପରରେ। ଆକ୍ଚୁଆଲି ଏ କାମ ତୁ ବହୁତ ଆଗରୁ କରିଦେବାର ଥିଲା। ଏହାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ରୂପସା କହିବେ, ଆଦର୍ଶଙ୍କ ସହିତ ଅଠା ବୋଲି ଲାଗିକି ରହିବା ଆଉ ତୋର ଜିଦ୍ ଯୋଗୁଁ ଦେଖ ଆଦର୍ଶ ଆସି କୋଉ ମୋଡ଼ରେ ପହଞ୍ଚିଲେ। ପଲ୍ଲବୀ, ଆଦର୍ଶଙ୍କ ଜୀବନ ଏବେ ତୋ ହାତରେ। ଛାଡ଼ିଦେ ତାଙ୍କୁ। ମୁଁ ଆଦର୍ଶଙ୍କର ଆଉ ଆନନ୍ଦ ଅଙ୍କଲଙ୍କ ଜୀବନ ବଞ୍ଚେଇ ଦେବି। ତାପରେ ଡିଭୋର୍ସ ପେପର ବାହାର କରି କହିବେ, ନେ ଏଥିରେ ସାଇନ୍ କର। ତାପରେ ପଲ୍ଲବୀ କହିବେ, ମୋ ପାଖରେ ଆଉ କୌଣସି ରାସ୍ତା ନାହିଁ ଆଦର୍ଶ। ମୁଁ ଜାଣିଛି ତମେ ରୂପସାକୁ କେବେ ପସନ୍ଦ କରିବନି, କିନ୍ତୁ ତାପରେ ବି ବାଧ୍ୟ ହେଇକି ମୁଁ ତା ସର୍ତ୍ତରେ ରାଜି ହଉଛି। କାରଣ ମୁଁ ଯଦି ମୋ ଜିଦ୍ରେ ରହିବି ଆଉ ତମେ ନ ରହିବ, ତାହେଲେ ସେମିତି ଜିଦ୍ କରି ମୋର ଆଉ ଲାଭ କ'ଣ? କିନ୍ତୁ ତମେ ଚିନ୍ତା କରନି ଆଦର୍ଶ, ମୁଁ ସାରା ଜୀବନ ପାଇଁ ତମ ସ୍ତ୍ରୀ ହେଇକି ରହିବି। ପୁଣି କହିବେ, ମୁଁ ତ ସର୍ତ୍ତରେ ରାଜି ରୂପସା। ମୁଁ ସବୁଦିନ ପାଇଁ ଆଦର୍ଶଙ୍କ ଜୀବନରୁ ଚାଲିଯିବି, କିନ୍ତୁ ମୁଁ ଏ ଡିଭୋର୍ସ ପେପରରେ ସାଇନ୍ କରିବିନି।
ରୂପସା, ମୁଁ ତତେ ପ୍ରମିସ୍ କରୁଛି, ମୁଁ ଜୀବନରେ ତତେ କେବେ ବି ହଇରାଣ କରିବିନି। ସବୁଦିନ ପାଇଁ ମୁଁ ଆଦର୍ଶକୁ ଛାଡ଼ି ଚାଲିଯିବି। ଏହାପରେ ରୂପସା କହିବେ, କିନ୍ତୁ ଗ୍ୟାରେଣ୍ଟି କ'ଣ? ତାପରେ ପଲ୍ଲବୀ କହିବେ, ରୂପସା, ତୁ ଭଲ ଭାବେ ଜାଣିଛୁ, ମୁଁ ଦେଇଥିବା ବଚନ ପଥର ଗାର ଭଳି ଅଲିଭା ହୋଇ ରହିଯାଏ। ମୋ ବଚନ ଏବେପଟୁ ଅଧିକ ପାୱାରଫୁଲ। ମୋତେ ବିଶ୍ୱାସ କର। ଏହାପରେ ରୂପସା କହିବେ, ଠିକ୍ ଅଛି, ତତେ ବିଶ୍ୱାସ କରି 2 କୋଟି ଟଙ୍କା ମୁଁ ଜୁଆରେ ଲଗାଇଦେଲି। କିନ୍ତୁ ପରେ ଯଦି ତୁ ମୋତେ ହଇରାଣ କଲୁ, ତାହେଲେ ତୁ ଭଲ ଭାବରେ ଜାଣିଛୁ ଏଇ ରୂପସା କ'ଣ କରିପାରେ। ତାପରେ ପଲ୍ଲବୀ କହିବେ, ସେ ଦିନ କେବେ ବି ଆସିବନି ରୂପସା। କିନ୍ତୁ ହଁ, ମୋର ବି ଗୋଟେ ସର୍ତ୍ତ ଅଛି। ଆଦର୍ଶଙ୍କର ସେନ୍ସ ଫେରିବା ପର୍ଯ୍ୟନ୍ତ ମୁଁ ଏଇଠି ରହିବି। ଆଉ ଯେତେବେଳେ ଆଦର୍ଶ ଆଉଟ୍ ଅଫ୍ ଡେଞ୍ଜର ବୋଲି ମୋତେ କନଫର୍ମେସନ୍ ମିଳିଯିବ, ସେତେବେଳେ ମୁଁ ଏଠୁ ଚାଲିଯିବି। ଏହାପରେ ରୂପସା କହିବେ, ନା, ମୁଁ ତତେ ଏଠି ଏଲାଉ କରିପାରିବିନି। କାରଣ ଆଦର୍ଶ ଭଲ ହେବା ପର୍ଯ୍ୟନ୍ତ ତୁ ଯଦି ଏଠି ରହିବୁ, ତାହେଲେ ତୁ ଆଦର୍ଶକୁ ଦେଖିକି ଏଠୁ କେବେ ବି ଯିବୁନି। ତାପରେ ପଲ୍ଲବୀ କହିବେ, ରୂପସା, ମୁଁ ତତେ କହିଲି ନା, ମୋ କଥା ମୋ ପରିଚୟ। ଆଉ ମୁଁ ଯାହା କୁହେ, ମୋ କଥା ମୁଁ ନିଶ୍ଚୟ ରଖେ। ଏ କଥା କେହି ନ ହେଲେ ବି ଅନ୍ତତଃ ତୁ ଭଲ ଭାବେ ଜାଣିଛୁ। ମୁଁ ତୋ ପାଖରେ ପ୍ରମିସ୍ କରୁଛି ରୂପସା, ଆଦର୍ଶ ଆଉଟ୍ ଅଫ୍ ଡେଞ୍ଜର ଜାଣିଲା ପରେ ମୁଁ ଏ ସହର ଛାଡ଼ି ଚାଲିଯିବି। ଆଦର୍ଶଙ୍କ ଆଗରେ ମୁଁ ଆଉ କେବେ ବି ମୋ ମୁହଁ ଦେଖେଇବିନି, କେବେ ବି ନୁହଁ। ଏହାପରେ ରୂପସା କହିବେ, ଠିକ୍ ଅଛି, କିନ୍ତୁ ତତେ ସହର ଛାଡ଼ି ନୁହେଁ, ପୁରା ଦେଶ ଛାଡ଼ି ଯିବାକୁ ପଡ଼ିବ। ତାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ରୂପସା କହିବେ, ଚିନ୍ତା କରନି, ମୁଁ ତତେ ୟୁକେ ନ ହେଲେ ୟୁଏସରେ ପୁରାପୁରି ରହିବାର ବ୍ୟବସ୍ଥା କରିଦେବି। ସେଠି ତୋ ପାଇଁ ଚାକିରି ବି ଠିକ୍ କରେଇଦେବି। କୌଣସି ଜିନିଷରେ ସେଠି ତୋର ଅଭାବ ନ ହେବ, ସେ ବ୍ୟବସ୍ଥା ବି ମୁଁ କରେଇଦେବି। ମୁଁ ତତେ ଏଇଥିପାଇଁ କହୁଛି ପଲ୍ଲବୀ, କାରଣ ଭାରତରେ ତୁ ଯୋଉଠି ରହିଲେ ବି ଆଦର୍ଶ ତତେ ଖୋଜିକି ବାହାର କରିଦେବେ। ସେଇଥିପାଇଁ ଏ ଦେଶ ଛାଡ଼ି ଯିବା ଆଗରୁ ଏଠି କିଛି ବି କ୍ଲୁ ଛାଡ଼ିକି ଯିବୁନି, ଯୋଉଥିରୁ ଜଣାପଡ଼ିଯିବ ତୁ କୋଉଠି ଅଛୁ। କେବଳ ଆଦର୍ଶ ନୁହନ୍ତି, ମହାପାତ୍ର ଖାନଦାନର କାହାକୁ ବି ଏ ବିଷୟରେ ତୁ କିଛି ବି ଜଣେଇବୁନି। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି। ତାପରେ ରୂପସା କହିବେ, ଗୁଡ୍, ଚାଲ ଯିବା, ଏ କଥା ସମସ୍ତଙ୍କ ଆଗରେ ଶୁଣେଇଦେବା। ଆଦର୍ଶ ଆଉ ଆନନ୍ଦ ଅଙ୍କଲଙ୍କ ଟ୍ରିଟମେଣ୍ଟ ମୁଁ ଆଜି ଆରମ୍ଭ କରିଦଉଛି। ତାପରେ ରୂପସା ସେଠାରୁ ଚାଲିଯିବେ। ଆଉ ପଲ୍ଲବୀ କହିବେ, ଆଇ ଆମ୍ ସରି ଆଦର୍ଶ, ପାରିବ ଯଦି ମୋତେ କ୍ଷମା କରିଦେବ। ତ ଦର୍ଶକ ବନ୍ଧୁ, ସତରେ କ'ଣ ପଲ୍ଲବୀ ଏ ଦେଶ ଛାଡ଼ି ଚାଲିଯିବେ କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।